ପାଗ ବି ସେତେ ପରିବର୍ତ୍ତନ ହେଉନଥିବ, ମୋ ସ୍ୱାମୀଙ୍କର ଖାଇବାର ମୁଡ୍ ଯେତେ ପରିବର୍ତ୍ତନ ହେଇଛି। କେତେବେଳେ ରାଗୁଆ ଖାଇବାକୁ କହୁଛନ୍ତି ତ କେତେବେଳେ ମିଠା। ଆଜି ସେମିତି କହିଲେ କ'ଣ ଗୋଟେ କ୍ରିସ୍ପି କ୍ରିସ୍ପି ଖାଇବା କରୁନୁ। ମୁଁ ତ ଆଜ୍ଞା ମୋ ସ୍ୱାମୀଙ୍କର ଆଜ୍ଞାଧୀନ ସ୍ତ୍ରୀଟା। ତାଙ୍କ ପାଟିରୁ କଥା ନ ସରୁଣୁ ସଙ୍ଗେ ସଙ୍ଗେ ଯାଇ କିଛି ଆଳୁକୁ ସିଝେଇ ଦେଇ ବାଡ଼ିରୁ କଖାରୁ ପତ୍ର ଆଣି ପତ୍ରର ପଛରେ ଥିବା ଶିରାକୁ କାଢ଼ି ଭଲସେ ତାକୁ ଧୋଇଦେଲି। ଏପଟେ ସିଝିଥିବା ଆଳୁରେ କିଛିଟା ପିଆଜ, କିଛିଟା କଟା ଧନିଆ ପତ୍ର, କିଛି ଗୁଣ୍ଡ କରିଥିବା କଞ୍ଚା ବାଦାମ, ତାପରେ ସେଥିରେ କିଛି ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଚିକେନ ମସଲା, ଗରମ ମସଲା, ଲଙ୍କା ଗୁଣ୍ଡ ଆଉ ସ୍ୱାଦ ଅନୁଯାୟୀ ଲୁଣ ଦେଇ ଭଲ ଭାବରେ ଗୋଳାଇ ଦେଲି। ତାପରେ ନେଲି କିଛି ବେସନ, କିଛି କର୍ଣ୍ଣଫ୍ଲାୱାର, ସେଥିରେ ଦେଲି କିଛି ଲଙ୍କା ଗୁଣ୍ଡ, କିଛି ହଳଦୀ ଆଉ ସ୍ୱାଦ ଅନୁଯାୟୀ ଲୁଣ ଦେଇ ଗୋଟେ ବହଳିଆ ବ୍ୟାଟରଟେ ରେଡ଼ି କଲି। ତାପରେ କଖାରୁ ପତ୍ରରେ ଗୋଳାଇ ରଖିଥିବା ଆଳୁକୁ ପୁର ଦେଇ ବ୍ୟାଟରରେ ବୁଡ଼ାଇ ଗୋଟେ ପରେ ଗୋଟେ ଗରମ ତେଲରେ ପକେଇଦେଲି। ଦୁଇ ପଟ ସାଇଡ୍ ଓଲଟ ପାଲଟ କରି ପ୍ରସ୍ତୁତ କରିଦେଲି କ୍ରିସ୍ପି କ୍ରିସ୍ପି କଖାରୁ ପତ୍ରର ବରା। ତାପରେ ସ୍ୱାମୀକି ନେଇ ଧରେଇ ଦେଲା ପରେ ସ୍ୱାମୀ ଖାଇକି ଯେଉଁ ଏକ୍ସପ୍ରେସନ୍ ଦେଲେ ଆପଣମାନେ ବୁଝିପାରୁଥିବେ ଆଉ। ଆଉ ଡେରି ନ କରି ଏମିତି କଖାରୁ ପତ୍ରର ବରା ବନେଇକି ଖାଆନ୍ତୁ। ଆଉ ପ୍ଲିଜ୍ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ସାଇରାମ।